हेलो, नमस्कार. Welcome to Moon Learning Hub. Today I discuss nature of education. ଶିକ୍ଷାର ପ୍ରକୃତି। ଯେମିତି ଶିକ୍ଷାର ଅର୍ଥ ଓ ସଂଜ୍ଞା ଗୁଡ଼ିକ ସମ୍ବନ୍ଧରେ ଆମେ ଆଲୋଚନା କଲେ, ସେହିଭଳି ଆଜି ଆଲୋଚନା କରିବା ଶିକ୍ଷାର ପ୍ରକୃତି। ତ ଫାର୍ଷ୍ଟ ପଏଣ୍ଟ ହେଉଛି ଏଜୁକେସନ୍ ଇଜ୍ ଏ ଲାଇଫ୍ ଲଙ୍ଗ୍ ପ୍ରୋସେସ୍। ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା। ମନୁଷ୍ୟ ତାର ଜୀବନ କାଳ ମଧ୍ୟରେ ଯେଉଁ ସବୁ ଅଭିଜ୍ଞତା ହାସଲ କରେ, ତାହା ହେଉଛି ଶିକ୍ଷା। ସେ ଜନ୍ମ କାଳଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟରେ ଯେଉଁ ପରିସ୍ଥିତିରେ ବ୍ୟକ୍ତି କିଛି ନା କିଛି ନୂତନ ଜ୍ଞାନ ଅଭିଜ୍ଞତା ଅର୍ଜନ କରିଥାଏ, ତାହାକୁ ଆମେ ଶିକ୍ଷା ବୋଲି କହିଥାଏ। ସେହି ଶିକ୍ଷା ଫଳରେ ସେ ନୂତନ ପରିବେଶରେ କେମିତି ପୂର୍ବ ଅନୁଭୂତିକୁ ମାଧ୍ୟମରେ ନିଜକୁ ଖାପ ଖୁଆଇ ଚଳିପାରେ ବା ଜୀବନର ପ୍ରତି ମୁହୂର୍ତ୍ତରେ ଅନୁଭୂତିରୁ ଜଣେ ଶିକ୍ଷା ଗ୍ରହଣ କରିଥାଏ। ତେଣୁ ମନୁଷ୍ୟ ଜୀବନ ସାରା ଅନୁଭୂତି ଲାଭ କରିଥାଏ, ଏଥିରୁ ସେ ଶିକ୍ଷା ଲାଭ କରିଥାଏ। ତେଣୁ ଏଜୁକେସନ୍ ଇଜ୍ ଏ ଲାଇଫ୍ ଲଙ୍ଗ୍ ପ୍ରୋସେସ୍ କୁହାଯାଏ। ଏହା କେବେ ତାର ଅନ୍ତ ନାହିଁ, ଶିକ୍ଷାର କେବେ ଶେଷ ନାହିଁ। ଜନ୍ମରୁ ଆରମ୍ଭ ହୋଇ ପ୍ରତି ବୟସରେ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ କିଛି କିଛି ନୂଆ ଜିନିଷ ଶିକ୍ଷା କରିଥାଉ। ଏଜୁକେସନ୍ ଇଜ୍ ଏ ସୋସିଆଲ୍ ପ୍ରୋସେସ୍। ଶିକ୍ଷା ହିଁ ଏକ ସାମାଜିକ ପ୍ରକ୍ରିୟା। ତେଣୁ ବାସ୍ତବରେ ମନୁଷ୍ୟ ହେଉଛି ଏକ ସାମାଜିକ ପ୍ରାଣୀ। ସେ ସମାଜରେ ଜନ୍ମ ନିଏ, ବଞ୍ଚେ, ବଢ଼େ, ସମାଜରେ ମୃତ୍ୟୁବରଣ କରିଥାଏ। ତେଣୁ ସମାଜ ବ୍ୟତୀତ ମନୁଷ୍ୟ ସମ୍ପୂର୍ଣ୍ଣ ଛବିଟିଏ ଦେଖିବା ଅସମ୍ଭବ ଅଟେ। ଦେଶ, କାଳ, ପାତ୍ର ଭେଦରେ ସମାଜ ଯେପରି ପରିବର୍ତ୍ତିତ ହେଉଛି, ବ୍ୟକ୍ତି ନିଜର କ୍ରିୟା, ପ୍ରକ୍ରିୟା, ପରିପ୍ରେକ୍ଷୀରେ ନିଜକୁ ମଧ୍ୟ ପରିବର୍ତ୍ତନ କରିଚାଲିଛି। ତେଣୁ ବ୍ୟକ୍ତି ସମାଜ ଉପଯୋଗୀ ଗଢ଼ି ତୋଳିବା ନିମନ୍ତେ ସାମାଜିକ ଅଭିଜ୍ଞତା, କାର୍ଯ୍ୟକଳାପ, ସମ୍ପର୍କ, ଶିକ୍ଷାଦାନର ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ। ତେଣୁ ମନୁଷ୍ୟକୁ ସାମାଜିକ ଦକ୍ଷ ଅଭିଜ୍ଞ ହେବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ବ୍ୟକ୍ତିଗତ ଜୀବନରେ ସମାଜ ସହିତ ଓତପ୍ରୋତ ଭାବରେ ଜଡ଼ିତ ହେବାକୁ ପଡ଼ିଥାଏ। ତେଣୁ ମନୁଷ୍ୟକୁ ସାମାଜିକ ପ୍ରାଣୀ ମଧ୍ୟ କୁହାଯାଏ। ତେଣୁ ଶିକ୍ଷା ହେଉଛି ଏକ ସାମାଜିକ ପ୍ରକ୍ରିୟା। ଶିକ୍ଷା ସମାଜ ଉପରେ ଓ ସମାଜ ଶୈକ୍ଷିକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ତେଣୁ ଶିକ୍ଷାକୁ କୁହାଯାଏ ଏକ ସାମାଜିକ ପ୍ରକ୍ରିୟା। ଏଜୁକେସନ୍ ଇଜ୍ ଏ ବାଇପୋଲାର ପ୍ରୋସେସ୍। ଶିକ୍ଷା ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା। ଶିକ୍ଷା ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା ସାର୍ ଜନ୍ ଆଡାମ୍ସ କହିଥିଲେ। ଦୁଇଟି ପକ୍ଷ କ'ଣ? ଗୋଟିଏ ପକ୍ଷ ରହିଲା ଶିକ୍ଷକ ଏଜୁକେଟର, ଆଉ ଗୋଟିଏ ପକ୍ଷ ରହିଲା ଶିକ୍ଷାର୍ଥୀ। ଏଇଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଶିକ୍ଷା ବୋଲି ଶିକ୍ଷାର ଦୁଇଟି ପକ୍ଷ କୁହାଯାଇଛି। ଏହି ପ୍ରକ୍ରିୟାରେ ଶିକ୍ଷକଙ୍କର ବ୍ୟକ୍ତିତ୍ୱ ଶିକ୍ଷାର୍ଥୀର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ଶିକ୍ଷାର୍ଥୀର ଜ୍ଞାନ, ବୁଦ୍ଧି, ବିବେକ, ଆଚରଣ ଇତ୍ୟାଦି ଶିକ୍ଷକଙ୍କର ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ କେତେକ କ୍ଷେତ୍ରରେ ଶିକ୍ଷକ ମଧ୍ୟ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ମାଧ୍ୟମରେ ତାର ବ୍ୟବହାରରେ ପରିବର୍ତ୍ତନ ଆଣିଥାନ୍ତି। ତେଣୁ ଶିକ୍ଷାକୁ ମଧ୍ୟ ଦ୍ୱିପାକ୍ଷିକ ପ୍ରକ୍ରିୟା କୁହାଯାଏ। ଶିକ୍ଷା ଏକ ତ୍ରିପାକ୍ଷିକ ପ୍ରକ୍ରିୟା। ଶିକ୍ଷା ଇଜ୍ ଏ ଟ୍ରାଇପୋଲାର ପ୍ରୋସେସ୍। ଜନ୍ ଡୁଏ କହିଥିଲେ। ଶିକ୍ଷାର ତିନୋଟି ପକ୍ଷ କ'ଣ ରହୁଛି? ଟିଚର ରହୁଛନ୍ତି, ଲର୍ଣ୍ଣର ରହୁଛି, ସୋସାଇଟି ବା ସୋସିଆଲ ଏନଭାରମେଣ୍ଟ। ତ ଶିକ୍ଷକ, ଶିକ୍ଷାର୍ଥୀ ଆଉ ସାମାଜିକ ପ୍ରକ୍ରିୟା ଯେଉଁ ରହିଛି ବା ସମାଜ ଯେଉଁ ରହିଛି, ସାମାଜିକ ପରିବେଷ୍ଟନୀ, ଏହାକୁ କୁହାଯାଉଛି ଶିକ୍ଷାର ତ୍ରିପାକ୍ଷିକ ପ୍ରକ୍ରିୟା। ତେଣୁ ଶିକ୍ଷକ ମୁଖ୍ୟତଃ କ'ଣ ହେଉଛି? ନିଜର ଜ୍ଞାନ, ବୁଦ୍ଧି, ବିବେକ, ବ୍ୟକ୍ତିତ୍ୱ, ବ୍ୟବହାର ଇତ୍ୟାଦି ଦ୍ୱାରା ଶିକ୍ଷାର୍ଥୀକୁ ପ୍ରଭାବିତ କରିଥାଏ। ତେଣୁ ଶୈକ୍ଷିକ ପ୍ରକ୍ରିୟା ମାଧ୍ୟମରେ ସେ କେବଳ ସୁସ୍ଥ ସାମାଜିକ ପରିବେଷ୍ଟନ ମଧ୍ୟରେ ସମ୍ଭବ ହୋଇପାରିଥାଏ। ତେଣୁ ସମାଜ ଯେଭଳି ଆମକୁ ଯୋଗାଇ ଦେବ, ଯେଭଳି ପରିବେଶ ଦିଆଯିବ, ଭଲ ପରିବେଶରେ ଶିକ୍ଷକ ଭଲ ଭାବରେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ଦେଇପାରିବେ। ତେଣୁ ଶିକ୍ଷଣ କାର୍ଯ୍ୟ ପାଇଁ ତିନୋଟି ଜିନିଷ ଆବଶ୍ୟକ ହୋଇଥାଏ। ଗୋଟେ ହେଉଛି ଶିକ୍ଷକ, ଆଉ ଶିକ୍ଷାର୍ଥୀ ହେଉଛି ସାମାଜିକ ପରିବେଶ। ଅନ୍ୟ ପ୍ରକାରରେ ଯଦି ଆମେ କହିବା, ଶିକ୍ଷା କ୍ଷେତ୍ରରେ ଶିକ୍ଷକ, ଶିକ୍ଷାର୍ଥୀ, ସାମାଜିକ ପରିବେଷ୍ଟନୀ ପରସ୍ପରକୁ ପ୍ରଭାବିତ କରିଥାଏ। ତେଣୁ ଏହାକୁ ତ୍ରିଭୁଜର ତିନୋଟି ବାହୁ ସହିତ ମଧ୍ୟ ସମାନ କରାଯାଇଛି। ଏଜୁକେସନ୍ ଇଜ୍ ଗ୍ରୋଥ୍। ଶିକ୍ଷା ହିଁ ଅଭିବୃଦ୍ଧି।
ତ ଶିକ୍ଷାର ଅର୍ଥ ଏତେ ବ୍ୟାପକ ଯେ ଶିଶୁ ବିଭିନ୍ନ ଦିଗ ମଧ୍ୟରେ ତା'ର ଲକ୍ଷ୍ୟ, ତା'ର ବିକାଶ, କାର୍ଯ୍ୟକଳାପ ଆଦିକୁ ପରିସରଭୁକ୍ତ କରିଥାଏ। ତେଣୁ ଶିକ୍ଷା ହିଁ ଶିଶୁ ମନୁଷ୍ୟର ଅଭିବୃଦ୍ଧି ଘଟାଇଥାଏ। ଶିକ୍ଷା ମାଧ୍ୟମରେ ମନୁଷ୍ୟର ସମସ୍ତ ପ୍ରକାର ବିକାଶ, ଅଭିବୃଦ୍ଧି ସଂଗଠିତ ହୋଇଥାଏ। ତେଣୁ ମନୁଷ୍ୟ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଶିକ୍ଷା ଦ୍ୱାରା ତା'ର ବିକାଶ ଘଟିଥାଏ। ତେଣୁ ମନୁଷ୍ୟର ବା ଶିକ୍ଷାର୍ଥୀର ବା ବ୍ୟକ୍ତିର ଶାରୀରିକ, ମାନସିକ, ବୈଦିକ, ଆବେଗିକ, ମାନସିକ, ସାଂସ୍କୃତିକ, ନୈତିକ, ଆଧ୍ୟାତ୍ମିକ ସମେତ ଅନ୍ତର୍ନିହିତ ପ୍ରତିଭାର ବିକାଶ ଶିକ୍ଷା ମାଧ୍ୟମରେ ସମ୍ଭବ ହୋଇଥାଏ। ତେଣୁ ମନୁଷ୍ୟର ସର୍ବାଙ୍ଗୀନ ବିକାଶ ଶିକ୍ଷା ଦ୍ୱାରା ସମ୍ଭବ ହୋଇଥାଏ। ତେଣୁ ଶିକ୍ଷା ହେଉଛି ଗ୍ରୋଥ୍ ବା ଏଜୁକେସନ୍ ଇଜ୍ ଗ୍ରୋଥ୍ ବୋଲି କୁହାଯାଉଛି। ତାପରେ ଶିକ୍ଷା ହିଁ ଅଭିଜ୍ଞତାର ନିରବିଚ୍ଛିନ୍ନ ପୁନର୍ଗଠନ। ତ ବାସ୍ତବରେ ମନୁଷ୍ୟ ସମାଜ ମଧ୍ୟରେ ସମାଜର ଯେଉଁ ସାମାଜିକ ପରିବେଶ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥାଏ। ତେଣୁ ସମାଜ ପରିବେଶରେ ବିଭିନ୍ନ ବ୍ୟକ୍ତି ବସ୍ତୁଗୁଡ଼ିକ କ୍ରିୟା ପ୍ରତିକ୍ରିୟା ଦ୍ୱାରା ମନୁଷ୍ୟ ଅଭିଜ୍ଞତା ହାସଲ କରେ। ଏଥିସହିତ ମାନବର ଯେଉଁ ବ୍ୟକ୍ତି ବା ବସ୍ତୁ ସହିତ ଯେଉଁ ସମ୍ପର୍କ ଗଢ଼ି ଉଠିଥାଏ ତାର ଅଭିଜ୍ଞତାର ପରିସରଭୁକ୍ତ ଅଟେ। ଅଭିଜ୍ଞତା କ'ଣ? ସମୟ କ୍ରମରେ ବିଭିନ୍ନ ପରିବେଶରେ ପରିସ୍ଥିତି, ବସ୍ତୁ, କାଳ, ପାତ୍ର ଆଦିକୁ ନେଇ ଯେଉଁ ବିଭିନ୍ନ ଅଭିଜ୍ଞତା ଲାଭ କରିଥାଏ, ଯାହାକି ଜୀବନର ଶିକ୍ଷା ତଥା ଅଭିବୃଦ୍ଧି କ୍ଷେତ୍ରରେ ସହାୟକ କରିଥାଏ, ସେସବୁ ଜିନିଷକୁ ଆମେ ଶିକ୍ଷା ବୋଲି କହିଥାଏ। ତେଣୁ ଶିକ୍ଷା ହେଉଛି ଅଭିଜ୍ଞତାର ନିରବିଚ୍ଛିନ୍ନ ପୁନର୍ଗଠନ। ଜୀବନ କାଳ ଭିତରେ ଆମେ ଯାହା ସବୁ ଜ୍ଞାନ ଅର୍ଜନ କରେ, ସେ ଜ୍ଞାନ ସବୁର ସମୂହକୁ ଆମେ ଶିକ୍ଷା ବୋଲି କହିଥାଏ। ତେଣୁ ଏଜୁକେସନ୍ ଇଜ୍ ଦ ରିକନଷ୍ଟ୍ରକ୍ସନ୍ ଅଫ୍ ଏକ୍ସପିରିଏନ୍ସ। ଆମେ ଯେଉଁ ଏକ୍ସପିରିଏନ୍ସ ଗେନ୍ କରୁଛେ ବିଭିନ୍ନ ପ୍ରକାର ପରିସ୍ଥିତି, ସାମାଜିକ ଘଟଣା, ବିଭିନ୍ନ ପ୍ରକାର ପରିସ୍ଥିତି ଦ୍ୱାରା ସେ ସବୁକୁ ଆମେ ଶିକ୍ଷା ବୋଲି କହିଥାଏ। ଏଜୁକେସନ୍ ଇଜ୍ ଦ ମଡିଫିକେସନ୍ ଅଫ୍ ବିହେଭିଅର। ବ୍ୟବହାର ପରିବର୍ତ୍ତନ ହିଁ ଶିକ୍ଷା। ଏ କଥା ସତ୍ୟ ଯେ ବ୍ୟକ୍ତି ଆଉ ସମାଜ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଶିଶୁ ବା ବ୍ୟକ୍ତିକୁ ସମାଜ ସହିତ ସମାଜରେ ରହିଥାଏ, ସମାଜରେ ବଢ଼େ। ତେଣୁ ବ୍ୟକ୍ତି ସର୍ବଦା ପାରିବାରିକ, ସାମାଜିକ, ଗୋଷ୍ଠୀଗତ ଜୀବନ ଉପଯୋଗୀ ହେବା ଏକାନ୍ତ ଆବଶ୍ୟକ। ତେଣୁ ଶିକ୍ଷା କ'ଣ କରିଥାଏ? ଶିକ୍ଷାଦାନ ଦ୍ୱାରା ବା ଶିକ୍ଷା ଗ୍ରହଣ ଦ୍ୱାରା ମନୁଷ୍ୟ ତା'ର କଥାବାର୍ତ୍ତା, ଚାଲିଚଳନି, ବ୍ୟବହାର, କାର୍ଯ୍ୟକଳାପ ଇତ୍ୟାଦିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଥାଏ। ତେଣୁ ସଂସ୍କାର ସହାୟତାରେ ମାର୍ଜିତ ହେବାକୁ ପଡ଼ିଥାଏ। ତେଣୁ କାରଣ ମନୁଷ୍ୟ ହେଉଛନ୍ତି ସ୍ରଷ୍ଟାଙ୍କର ସୃଷ୍ଟିର ଏକ ସର୍ବଶ୍ରେଷ୍ଠ ସୃଷ୍ଟି। ଯେଉଁ ଭଗବାନଙ୍କର ସୃଷ୍ଟିରେ ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ସୃଷ୍ଟି। ତେଣୁ ଯିଏକି ସଭ୍ୟ, ସଂସ୍କୃତି ସମ୍ପନ୍ନ, ରୁଚି ସମ୍ପନ୍ନ ହେବା ଆବଶ୍ୟକ। ତେଣୁ ମନୁଷ୍ୟ ବ୍ୟବହାର ବା ଆଚରଣଗତ ପରିବର୍ତ୍ତନ ହେଉଛି ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତେଣୁ ଶିକ୍ଷା ଦ୍ୱାରା ସେସବୁ ସମ୍ପାଦିତ କରିବା ସମ୍ଭବ ହୋଇଥାଏ। ତେଣୁ ବ୍ୟବହାରର ପରିବର୍ତ୍ତନ ହେଉଛି ଶିକ୍ଷା। ଶିକ୍ଷା ହିଁ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିଥାଏ। ତେଣୁ ମନୁଷ୍ୟର ସର୍ବାଙ୍ଗୀନ ବିକାଶ ଯଦି କହିବା ତାହେଲେ ଆମେ କ'ଣ ବୁଝିଥାଏ? ଯେ ବ୍ୟକ୍ତିର ଶାରୀରିକ, ମାନସିକ, ବୈଦିକ, ସାମାଜିକ, ଆବେଗିକ, ସାଂସ୍କୃତିକ, ନୈତିକ, ଆଧ୍ୟାତ୍ମିକ, ଆତ୍ମିକ ବିକାଶକୁ ବୁଝାଇଥାଏ। ତେଣୁ ଶିକ୍ଷା କ'ଣ କରିଥାଏ? ମନୁଷ୍ୟକୁ ପୂର୍ଣ୍ଣତା ପରିପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ। ମନୁଷ୍ୟ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି, ସତ୍ତା, ଉପଯୁକ୍ତ ବିକାଶ ପାଇଁ ସର୍ବାଙ୍ଗୀନ ବିକାଶକୁ ଅନ୍ତର୍ଭୁକ୍ତ କରାଇଥାଏ। ତେଣୁ ମନୁଷ୍ୟ ସମସ୍ତ ଯେଉଁ ଦିଗ ରହିଛି ବିକାଶ କରିବା ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ଭାବରେ କାର୍ଯ୍ୟ କରିଥାଏ।